ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ସାଧାରଣ କାଳର ଏକାଦଶ ରବିବାରରେ ପଦାର୍ପଣ କରିଅଛୁ। ଆଜିର ମୁଖ୍ୟ ପ୍ରସଙ୍ଗ ଆହ୍ୱାନ, ପ୍ରେମ ଓ ପ୍ରେରଣ। ଆଜିର ସୁସମାଚାରରେ ଦେଖିବାକୁ ପାଉ ଯେ ଜନସମୂହକୁ ଯୀଶୁ ଦେଖି ଦୟାରେ ବିଗଳିତ ହୁଅନ୍ତି, କାରଣ ସେମାନେ ମେଷପାଳକ ବିହୀନ ମେଷ ତୁଲ୍ୟ, ଦୁର୍ଦ୍ଦଶାଗ୍ରସ୍ତ ଓ ନିଃସହାୟ ଥିଲେ। ମାଥ୍ୟୁ 9:36। ନିଜର ଶିଷ୍ୟମାନଙ୍କୁ ଶିକ୍ଷା ଦେବା କିମ୍ବା ପ୍ରେରଣ କରିବା ପୂର୍ବରୁ ଯୀଶୁ ଜନତାଙ୍କର ଆବଶ୍ୟକତାକୁ ବୁଝି ଜାଣିଲେ ଏବଂ ପ୍ରେମ ସହିତ କାର୍ଯ୍ୟ ନିର୍ବାହ କଲେ। ଆଜିର ପଠନଗୁଡ଼ିକରୁ ଆମେମାନେ କେତୋଟି ବିଷୟ ଶିକ୍ଷା କରିବା। ପ୍ରଥମ, ନିଜର ଜନତା ପାଇଁ ଆମକୁ ପରମେଶ୍ୱର ନିର୍ବାଚନ କଲେ। ପ୍ରଥମ ପଠନରେ ଇସ୍ରାଏଲୀୟମାନଙ୍କୁ ପରମେଶ୍ୱର କହିଲେ, ଯାତ୍ରା ଗ୍ରନ୍ଥ 19:5 ତୁମେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ। ଇସ୍ରାଏଲମାନଙ୍କୁ ପ୍ରଭୁ ପରମେଶ୍ୱର ନିର୍ବାଚନ କଲେ। ଏହାର କାରଣ ନୁହେଁ ଯେ ସେମାନେ ସମ୍ପୂର୍ଣ୍ଣ ଭାବରେ ପବିତ୍ର ଓ ଶକ୍ତିଶାଳୀ ଥିଲେ, ତାହା ନୁହଁ, ବରଂ ସେମାନଙ୍କୁ ସେ ପ୍ରେମ କଲେ। ତଦ୍ରୂପ ନୂତନ ଇସ୍ରାଏଲ ଅର୍ଥାତ୍ ଖ୍ରୀଷ୍ଟଙ୍କ ପାଇଁ ଦୀକ୍ଷିତ ବ୍ୟକ୍ତି ସମୂହ ପରମେଶ୍ୱରଙ୍କର ଜନତା ହୋଇପାରିଛନ୍ତି, କାରଣ ସେମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ଦୀକ୍ଷାସ୍ନାନ ସଂସ୍କାର ଗ୍ରହଣ କରିଛନ୍ତି ଏବଂ ରାଜକୀୟ, ଯାଜକୀୟ ଓ ପବିତ୍ର ବଂଶ ବା ଜାତି ହୋଇପାରିଛନ୍ତି। ସୁତରାଂ ପରମେଶ୍ୱରଙ୍କ ପବିତ୍ରତା ଆମ ଦୈନନ୍ଦିନ ଜୀବନରେ ଆମେମାନେ ପ୍ରତିଫଳନ କରିବା ଆବଶ୍ୟକ। ଦ୍ୱିତୀୟ, ଶସ୍ୟ ପ୍ରଚୁର। ଯୀଶୁ କହନ୍ତି ମାଥ୍ୟୁ 9:37, ଶସ୍ୟ ପ୍ରଚୁର କିନ୍ତୁ କୋଟାଳି ସ୍ୱଳ୍ପ। ଶସ୍ୟ ଅର୍ଥ ଜନତା, ଯେଉଁମାନେ ପରମେଶ୍ୱରଙ୍କ ପ୍ରେମ, ସତ୍ୟତା ଓ ପରିଚାଳନାକୁ ଲୋଡ଼ୁଛନ୍ତି, ଖୋଜୁଛନ୍ତି, ଆବଶ୍ୟକ କରୁଛନ୍ତି। ଆଜିର ସମୟରେ ଅନେକ ଏକଲା ବା ଜୀବନରେ ଶୂନ୍ୟତା, ଶୁଷ୍କତା ଅନୁଭବ କରନ୍ତି। ଅନେକ ଦୁଃଖ, କଷ୍ଟ, ଜଞ୍ଜାଳରେ ଜର୍ଜରିତ। ଅନେକ ଜୀବନର ପରିସ୍ଥିତି ଓ ସମସ୍ୟାରେ ଜଡ଼ିତ ହୋଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, ଅର୍ଥାତ୍ ଜୀବନର ଅର୍ଥ ଖୋଜି ପାଇପାରୁନାହାନ୍ତି। ତେଣୁ ଯୀଶୁ ଅନେକ କର୍ମୀମାନଙ୍କୁ ଦରକାର କରନ୍ତି, କାରଣ ଜନତା ତାଙ୍କର ପଲ୍ଲରୁ ହିଁ ଯେଉଁମାନେ ପରିଚାଳିତ ହେବା ପାଇଁ ପରିଚାଳକ ଆବଶ୍ୟକ କରନ୍ତି। ସେହି ପରିଚାଳକମାନେ ହେଲେ ଯାଜକ, ସେବାଭଗ୍ନୀ, ପ୍ରଚାରକ, ପିତାମାତା, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ବୃନ୍ଦ, ଯେଉଁମାନେ ସେହିଭଳି ଜନତାଙ୍କ ହୃଦୟରେ ଆଶା ସଞ୍ଚାର କରିପାରିବେ। ତୃତୀୟ, ଆମ୍ଭମାନଙ୍କୁ ଯୀଶୁଖ୍ରୀଷ୍ଟ ପ୍ରେମ କଲେ। ସାଧୁ ପାଉଲ ଆମ୍ଭମାନଙ୍କୁ ସ୍ମରଣ କରାଇ ଦିଅନ୍ତି ରୋମିଓ 5:8। ଆମ୍ଭେମାନେ ଯେତେବେଳେ ପାପରେ ପତିତ ଥିଲୁ, ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁବରଣ କଲେ। ଆମ୍ଭେ ସେହି ଜନତା, ଯେଉଁ ଜନତାଙ୍କୁ ପରମେଶ୍ୱର ନିର୍ବାଚନ କଲେ। ଯଦ୍ୟପି ଦୀକ୍ଷାସ୍ନାନ ସଂସ୍କାର ଦ୍ୱାରା ଆମ୍ଭେ ତାଙ୍କର ପ୍ରିୟର ଜନତା ହେଲୁ, ଅଥଚ ଆମ ପାପମୟ ଜୀବନ ଦ୍ୱାରା ନିଃସହାୟ ହେଲୁ। ପରନ୍ତୁ ପରମେଶ୍ୱରଙ୍କର ଅନାବିଳ ପ୍ରେମ, ସର୍ତ୍ତହୀନ ପ୍ରେମ, ନିଃସ୍ୱାର୍ଥପର ପ୍ରେମ ଆମ୍ଭମାନଙ୍କର ଅଯୋଗ୍ୟତା ସତ୍ତ୍ୱେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭମାନଙ୍କର ପବିତ୍ରତାର ନିପୁଣତାକୁ ଅପେକ୍ଷା ନ କରି ଆମ୍ଭମାନଙ୍କୁ ଶୁଦ୍ଧପୂତ ଯୋଗ୍ୟ କରିବା ଉଦ୍ଦେଶ୍ୟରେ କ୍ରୁଶ ମୃତ୍ୟୁବରଣ କଲେ। ସେ ଜୀବନ ବିସର୍ଜନ କଲେ ଯେତେବେଳେ ଆମ୍ଭେ ମାନବିକ ଦୁର୍ବଳତା ଓ ପାପରେ ପତିତ ଥିଲୁ। ଏହା ହିଁ ପରମେଶ୍ୱରଙ୍କର ପ୍ରେମ ଓ କରୁଣାର ଏକ ମହାନ ସାକ୍ଷ୍ୟ। ଆମେ ଯେତେବେଳେ ନିଜକୁ ଅଯୋଗ୍ୟ ମଣୁ କିମ୍ବା ଅସହାୟ ମନେ କରୁ, ସେତେବେଳେ ଆମ୍ଭେ ସ୍ମରଣ କରିବା ବିଧେୟ ଯେ ଆମର ଉତ୍ତମତା ପୂର୍ବରୁ ଖ୍ରୀଷ୍ଟଙ୍କର ପ୍ରେମ ପ୍ରଥମେ ଆସିଥାଏ। ଆମେ ନିଜକୁ ଯେତେ ଉତ୍ତମ, ଉପଯୁକ୍ତ, ଯୋଗ୍ୟ, ପବିତ୍ର ବୋଲି ମନେ କଲେ ସୁଦ୍ଧା ତା ପୂର୍ବରୁ ପରମେଶ୍ୱରଙ୍କର ମହାନ ଦୟା ଓ ପ୍ରେମ ସର୍ବପ୍ରଥମେ ଆସିଥାଏ। ତେଣୁ ଆମେ ଯାହା ବିନା ମୂଲ୍ୟ ଓ ପରିଶ୍ରମରେ ଲାଭ କରିଅଛୁ, ତାହା ଅନ୍ୟମାନଙ୍କୁ ମଧ୍ୟ ଦେବା ଆବଶ୍ୟକ ଅଟେ। ମାଥ୍ୟୁ 10:8 କୁହେ, ବିନା ମୂଲ୍ୟରେ ଲାଭ କରିଅଛ, ବିନା ମୂଲ୍ୟରେ ପ୍ରଦାନ କର। ଚତୁର୍ଥ, ଖ୍ରୀଷ୍ଟଙ୍କ ମିଶନ କର୍ମକୁ ଅବ୍ୟାହତ ରଖିବା ପାଇଁ ପ୍ରେରିତ। ଯୀଶୁ ନିଜର ଶିଷ୍ୟମାନଙ୍କୁ କ୍ଷମତା ଓ ଅଧିକାର ପ୍ରଦାନ କରି
ରୋଗୀଙ୍କୁ ସୁସ୍ଥତା, ପ୍ରଭୁଙ୍କ ରାଜ୍ୟ ବିଷୟରେ ପ୍ରଚାର ଓ ଅନ୍ୟାନ୍ୟମାନଙ୍କ ଯତ୍ନ ଓ ସେବା ନିମନ୍ତେ ସେମାନଙ୍କୁ ସେ ପ୍ରେରଣ କରନ୍ତି। ସ୍ୱର୍ଗରାଜ୍ୟ ସମ୍ବନ୍ଧୀୟ ପ୍ରଚାର କର୍ମ କେବଳ ମଣ୍ଡଳୀର ନିର୍ବାଚିତ ଜନତା ଅର୍ଥାତ୍ ଯାଜକମାନଙ୍କ କେବଳ କର୍ମ ନୁହେଁ, ଏହା ସମସ୍ତ ଦୀକ୍ଷିତ ବ୍ୟକ୍ତିମାନଙ୍କର ମଧ୍ୟ କର୍ମ ଅଟେ। ତେଣୁ ସମସ୍ତ ଅଭିଷିକ୍ତ ଓ ଦୀକ୍ଷିତ ଖ୍ରୀଷ୍ଟିଆନମାନେ ସମଭାବରେ ଜଣେ ଜଣେ ମିଶନାରୀ ଅଟନ୍ତି। ସେମାନଙ୍କର ପରମ ଗୁଣଗୁଡ଼ିକ ନିମ୍ନ ଦର୍ଶିତ ହେବା ଉଚିତ, ଯଥା ଦୟାଳୁ, ଭଦ୍ରାମୀ, କ୍ଷମାଶୀଳ, ନମ୍ରତା, ଗରିବ ସେବା, ପ୍ରାର୍ଥନାମୟ ଜୀବନ, ଦୈନନ୍ଦିନ ଜୀବନ ଦ୍ୱାରା ବିଶ୍ୱାସର ସାକ୍ଷ୍ୟ ଇତ୍ୟାଦି। ଅତଏବ ଯାହା ବି ଲଭିଛୁ, ଯାହା ବି ଆମ ପାଖରେ ଅଛି ଓ ଆମେ ଯାହା ବି ହୋଇଛୁ, ସେ ସମସ୍ତ ପ୍ରଭୁଙ୍କ ଅଯାଚିତ ବା ଅକୁଣ୍ଠିତ ଦାନ। ତେଣୁ ତନ୍ମଧ୍ୟରୁ କିଛି ତ ଅଭାବୀମାନଙ୍କୁ ପ୍ରଦାନ କରିବା ବାଞ୍ଛନୀୟ। ନିଜକୁ ପଚାରିବା, ଯୀଶୁଙ୍କ ଅନୁକମ୍ପା ଅନୁଯାୟୀ ଅନ୍ୟମାନଙ୍କୁ ମୁଁ ତଦ୍ରୂପ ଦେଖିପାରୁଛି କି? ମୋର ଦୁର୍ବଳତା ସତ୍ତ୍ୱେ ପରମେଶ୍ୱରଙ୍କ ଅନାବିଳ ପ୍ରେମ ପାଇଁ ମୁଁ ତାହାଙ୍କୁ କୃତଜ୍ଞ ଅଟେ କି? ଖ୍ରୀଷ୍ଟଙ୍କର ମିଶନ କର୍ମରେ ମୁଁ କିପରି ଅଂଶଗ୍ରହଣ କରେ ଓ ମୋର ଅବଦାନ କ'ଣ ଅଟେ? ଖ୍ରୀଷ୍ଟଙ୍କ ମିଶନ କର୍ମ ଅବ୍ୟାହତ ରଖିବାର ଗୁରୁ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଯାଜକ, ଧର୍ମସଂଘୀୟ ଯାଜକ ସେବାଭଗ୍ନୀର ଆହ୍ୱାନ ବୃଦ୍ଧି ପାଇଁ ନିତ୍ୟ ପ୍ରାର୍ଥନା କରୁଛି କି? ଅଭିଷିକ୍ତ ଯାଜକ ଓ ଉତ୍ସର୍ଗିତ ସେବାଭଗ୍ନୀ ତଥା ସେବା କାର୍ଯ୍ୟବ୍ରତୀମାନଙ୍କୁ ମୁଁ ସମ୍ମାନ ପ୍ରଦର୍ଶନ କରେ କି ଓ ନିଜ ସନ୍ତାନ ସନ୍ତତିକୁ ତାହା କରିବା ପାଇଁ ଶିକ୍ଷା ଦିଏ କି, ନା ସେମାନଙ୍କ ବିରୁଦ୍ଧରେ ବଚସା କରେ? ସର୍ବଶେଷରେ ଆଜିର ପଠନଗୁଡ଼ିକ ଆମ୍ଭମାନଙ୍କୁ ସ୍ମରଣ କରାଇ ଦିଏ ଯେ ଆମ୍ଭମାନଙ୍କୁ ପରମେଶ୍ୱର ପ୍ରେମ କରନ୍ତି, ନିର୍ବାଚନ କରି ଅଭିଷିକ୍ତ କିମ୍ବା ଦୀକ୍ଷିତ କରନ୍ତି ଏବଂ ସେବା କାର୍ଯ୍ୟ ବା ମିଶନାରୀ କର୍ମ ସକାଶେ ପ୍ରେରଣ କରନ୍ତି। ତାହାଙ୍କର କରୁଣା ଓ ଅନୁଗ୍ରହ ପ୍ରାପ୍ତ କଲାପରେ ଜଗତ ପାଇଁ ତାହାଙ୍କର ଦୟା, କରୁଣା, କୃପା, କ୍ଷମା ଓ ଅନୁକମ୍ପାର ହତିଆର ବା ଉପକରଣ ହେବା ପାଇଁ ଆମ୍ଭେମାନେ ଆହ୍ୱାନ ପ୍ରାପ୍ତ ଓ ପ୍ରେରିତ। ସୁତରାଂ ପ୍ରାର୍ଥନା କରିବା ଯେପରି ଆମର ହୃଦୟ ଯୀଶୁଙ୍କ ହୃଦୟ ସଦୃଶ୍ୟ ହୋଇପାରିବ, ବିଶେଷତଃ ଅନ୍ୟମାନଙ୍କର ଆବଶ୍ୟକ ସମୟରେ ଓ ତାହାଙ୍କ ଡାକରା ପ୍ରତି ବଦାନ୍ୟ ଚିତ୍ତରେ ପ୍ରତି ଉତ୍ତର ଦେବା ସମୟରେ। ପ୍ରାର୍ଥନା। ହେ ପରମେଶ୍ୱର, ଆମେ ତୁମ୍ଭର ଧନ୍ୟବାଦ କରୁ, କାରଣ ତୁମ୍ଭେ ଆମ୍ଭମାନଙ୍କୁ ପ୍ରେମ କରି ତୁମର ଜନତା ହେବା ପାଇଁ ଆହ୍ୱାନ କରିଅଛ। ଆମ ଚକ୍ଷୁକୁ ଉନ୍ମୁକ୍ତ କରିଦିଅ, ଯଦ୍ୱାରା ଅନ୍ୟର ଦୁଃଖ, ଦୁର୍ଦ୍ଦଶା, ଅଭାବ, ଅନଟନ ଓ ଆବଶ୍ୟକତାକୁ ଦର୍ଶନ କରି ସାହାଯ୍ୟ କରିପାରୁ। ତୁମର ଦୟା ଓ ଅନୁକମ୍ପାରେ ଆମ ହୃଦୟକୁ ଭରିଦିଅ ଏବଂ ତୁମର କ୍ଷେତ୍ରରେ ବିଶ୍ୱସ୍ତ କର୍ମୀ ହୋଇ କାର୍ଯ୍ୟ କରିବାକୁ ଶକ୍ତିବନ୍ତ କର ଓ ଆବଶ୍ୟକୀୟ ଅନୁଗ୍ରହ ପ୍ରଦାନ କର। ତଥାସ୍ତୁ।